ଅଛି ପଇସା ଅଛି ରାତି ନିଦ ହଉ ଲାଭ କଣ? ଆମ ପାଖରେ କିଛି ନାହିଁ, ଆମେ ଆରାମରେ ଶୋଇଛୁ ନାଇଁ କି? ତମ ପାଖରେ ଏତେ ଟଙ୍କା ସୁନା ରୂପା ଗାଡି ବାଡି ଅଛି ନା କଣ ମଲାବେଳେ ନେଇକି ଯିବ? କିଛି ନାହିଁ, ଏଇ ପିନ୍ଧିଲା କପଡାଟା ବି ଖୋଲିଦେବେ। ପିନ୍ଧିଲା କପଡା ବି ସେ ଖୋଲିଦେବେ। ତ ସେଥିପାଇଁ ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କୁ ଆପଣ ମାନେ ବିଶ୍ୱାସ କରନ୍ତୁ। ଈଶ୍ୱର ରାସ୍ତା ଚାଲନ୍ତୁ। ଏଇ ଜୀବନ ଆଜି ଅଛି କାଲି ନାହିଁ। ଏତେ ଗର୍ବ ଦବ ଅହଙ୍କାର କାହିଁକି? ଏଇଟା ସବୁ ସରିଯିବ, ଦିନେ ଦିନେ ସରିଯିବ। ତ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କର, ତମେ ଭଲରେ ରହିବ। ଯୀଶୁ ତମକୁ ଭଲ ରଖିବେ। ପ୍ରଭୁ ଯୀଶୁ ତୁମକୁ ଖୁସିରେ ରଖିବେ। ଆଉ ତୁମେ ମାନେ ଶାନ୍ତିରେ ରହିବ। ତମର ଆଜି କାମ ମିଳୁନି, କାମ ମିଳୁନି, ଘରେ ଖାଇତେ ନାହିଁ, ଖାଇତେ ସେ ପ୍ରଭୁ ଯୋଗେଇବେ, ସିଏ ଯୋଗେଇବ, ଆମେ କିଛି ନାହିଁ। ହଁ, ଆହୁରି ଭଲରେ ରଖିବ। ସେ ସାରା ଦୁନିଆ ବନେଇଛି, ଆଉ ସେ ଯୀଶୁ ସେ ମଣିଷ ହେଇକି ଦୁନିଆକୁ ଆସିଥିଲେ। ସମସ୍ୟା ଅଛି, ତୁମେ ସେମାନଙ୍କୁ ଶାନ୍ତି ରଖ, ସୁରକ୍ଷା ରଖ, ତୁମେ ଗୌରବ ପାଅ, ମହିମା ପାଅ, ତୁମେ ଦୂର କର, ଖାଇବା ପିଇବା ସବୁ କିଛି ତୁମେ ସେମାନଙ୍କୁ ଯୋଗେଇକି ତୁମେ ଗୌରବ ମହିମା ସବୁ ତୁମେ ଆଶୀର୍ବାଦ କର, ଗୌରବ ମହିମା ତୁମରି ହଉ, ଆଶୀର୍ବାଦ କର ସବୁ କାମରେ। এই প্রার্থনা শুনেছ, প্রার্থনা তার কথা যীশুଙ୍କ নামে। কিছু সমস্যা, কিছু কষ্ট, কিছু দুঃখ, কিছু সমস্যা আছে, তুমি যীশুଙ୍କ নামରେ প্রভু তুমি তাকে ভালো কর, তুমি তাকে সুস্থ কর, তুমি তাকে দয়া কর, তুমি তাকে অনুগ্রহ কর, তা জীবনর পাপ অধর্ম তুমি ক্ষমা কর প্রভু। শয়তান অনেক সময় রোগ আনুছি, অনেক কষ্ট আনুছি, অনেক দুঃখ আনুছি, তার রোগ দুঃখ কষ্টକୁ ଯୀଶୁଙ୍କ ନାମରେ ଦୂର କର ପ୍ରଭୁ। ତୁମେ ତାକୁ ଭଲ ରଖ, ତା ପୁଅ ଝିଅ ନାତି ନାତୁଣୀ ଆଖପାଖ ଯୋଉ ଭାଇମାନେ ଭଉଣୀମାନେ ଠିଆ ହେଇଛନ୍ତି, ଛୁଆମାନେ ସମସ୍ତଙ୍କୁ ତୁମେ ଦୟା କର, ଆଶୀର୍ବାଦ କର, ସମସ୍ତଙ୍କର ପାପ ଧର୍ମ ତୁମେ କ୍ଷମା କର ପ୍ରଭୁ। ତୁମେ এই ସମୟରେ ଛୁଇଁ ଦିଅ, ଛୁଇଁ ଦିଅ, ଛୁଇଁ ଦିଅ। ମନ୍ଦ ଆତ୍ମା, ମନ୍ଦ ଶକ୍ତି, ଶୈତାନ ଶକ୍ତି ବାହାରି ଯା, ବାହାରି ଯା ପ୍ରଭୁ। ତୁମେ ତାକୁ ଭଲ କର। ପ୍ରାର୍ଥନା। ନମସ୍କାର। ଆଉ ମୁଁ ପ୍ରଭୁଙ୍କୁ ଜାଣିନଥିଲି। ମୁଁ ଆଗରୁ ମଦ ପିଇକି ବୁଲୁଥିଲି ଆଉ ରାସ୍ତାରେ, ଆଉ ମୁଁ କିଛି ଜାଣିନଥିଲି, ଚର୍ଚ୍ଚ ପଛିକି ଜାଣିନଥିଲି। ମତେ ଯିଏ ପ୍ରଭୁଙ୍କ ବିଷୟରେ କହୁଥିଲେ ମୁଁ ତାଙ୍କୁ ଗାଳି ଦେଉଥିଲି। ତାପରେ ମତେ ବହୁତ ଥର ପ୍ରେସର କରନ୍ତି ଆଉ ଯିବା ପାଇଁ କି, ତଥାପି ମୁଁ ଯାଏ ନାହିଁ। ଆଉ ଦିନେ ହଠାତ୍ ମୋ ଜୀବନରେ ପ୍ରଭୁ କାର୍ଯ୍ୟ କଲେ। ଆଉ ମୁଁ ଯେତେବେଳେ 10ମ ଶ୍ରେଣୀ ପରୀକ୍ଷାରେ ଭୁଲ କରିଥିଲି, ସେତେବେଳେ ପ୍ରଭୁଙ୍କ ଠାରେ ମୁଁ ପ୍ରାର୍ଥନା କରିଥିଲି, କିନ୍ତୁ ମୁଁ ପାସ୍ ହେଇଗଲି। ତାପରେ ମୁଁ ପ୍ରଭୁଙ୍କୁ ସେଇ ଦିନଠାରୁ ମୋ ଜୀବନ ରୂପେ, ମୋର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଅଛି। ଆଉ ସେଦିନଠାରୁ ମୁଁ ଭଲ ସୁଖ ଶାନ୍ତିରେ ଅଛି। ଆଉ ପ୍ରଭୁଙ୍କର ସେବା କରୁଅଛି, ପ୍ରଭୁଙ୍କର ନାମକୁ ମହିମାନ୍ୱିତ କରୁଅଛି। ଆଉ ଯାହା ମୋ ଜୀବନରେ ଯାହା କିଛି ଉନ୍ନତି କରିଛନ୍ତି, ପ୍ରଭୁ ଯୀଶୁ ହିଁ ସେଇ ଉନ୍ନତି କରିଅଛନ୍ତି। ଆଉ ମୁଁ ଜୀବନ ଶେଷ ପର୍ଯ୍ୟନ୍ତ ବର୍ତ୍ତମାନ ଯୋଉ ପ୍ରଭୁଙ୍କ ନାମକୁ ଧରିଅଛି, ଜୀବନ ଶେଷ ପର୍ଯ୍ୟନ୍ତ ପ୍ରଭୁଙ୍କୁ ମୁଁ ସେବା କରିବି ଆଉ ପ୍ରଭୁଙ୍କର ଗୁଣଗାନ କରିବି। ନମସ୍କାର। ଆଉ ତୁମେ କେମିତି ଏବେ ମତେ ଦେଖ, ଇଆଡେ ଦେଖ, ପ୍ରଭୁ ତମକୁ କେମିତି ଭଲ ରଖିଛନ୍ତି? ତମକୁ ଭଲ ରଖିଛନ୍ତି, ତମେ ଖୁସି ଅଛ ପ୍ରଭୁଙ୍କୁ ପାଇକି? ଆଉ ଆଗ ଅପେକ୍ଷା ଏବେ ତମେ ଭଲରେ ଅଛ ତ? ଆଗରେ ତମେ ମୂର୍ତ୍ତି ପୂଜା କରୁଥିଲ, ଏବେ ଆଉ କରତେ ନାହିଁ? ଆଚ୍ଛା, ପ୍ରାର୍ଥନା କରୁଛ? କେତେବେଳେ କେତେବେଳେ କରୁଛ? ପ୍ରଭୁ କେମିତି ରଖିଛନ୍ତି? ଭଲ ରଖିଛି ନା ଭଲ ରଖିନି? ପ୍ରଭୁ ମନରେ ରଖ, ଭଲ କରେ, କେମିତି ଭଲ ହେବି, କେମିତି ଭଲରେ ଚାଲିବି, ସେମିତି କୁହାଯାଏ। ଭଲରେ ଅଛନ୍ତି, ପ୍ରାର୍ଥନା ଶୁଣୁଛନ୍ତି ପ୍ରଭୁ? ଆଚ୍ଛା। ଈଶ୍ୱର ଜଗତକୁ ଏତେ ପ୍ରେମ କଲେ। ଈଶ୍ୱର ସମସ୍ତଙ୍କୁ ମଣିଷ ସମାନ ଭାବରେ ତିଆରି କରିଛି। ସେ ଆମକୁ ଭଲ ପାଏ, କିନ୍ତୁ ଆମେ ଈଶ୍ୱରଙ୍କୁ ଭଲ ପାଉନୁ। ଈଶ୍ୱରଙ୍କ ଠାରୁ ଦୂରକୁ ପଳେଇ ଯାଉଛୁ, ଖରାପ କାମ କରୁଛୁ, ମିଛ କହୁଛୁ, ଠକୁଛୁ, ନିଜ ଇଚ୍ଛାରେ ଯାହା ଇଚ୍ଛା ତାହା କରୁଛୁ, କିନ୍ତୁ ଆମେ ଈଶ୍ୱରଙ୍କୁ ଡରୁନୁ। କିନ୍ତୁ ଈଶ୍ୱର ଆମ ସମସ୍ତଙ୍କୁ ସେ ଭଲ ପାଏ। ଆମେ ତାକୁ ଜାଣିପାରୁନେ ସେ ଆମକୁ କେତେ ଭଲ ପାଉଛି। ଯଦି ଭଲ ନ ପାଇଥାନ୍ତା ଆମେ ବଞ୍ଚି ନଥାନ୍ତୁ। କେତେ ଲୋକ ଦୁନିଆରୁ ମରିଗଲେଣି। ଲୋକଙ୍କର ଖାଇବାର ନାହିଁ, ରହିବାର ନାହିଁ, ପିନ୍ଧିବାର ନାହିଁ, କିନ୍ତୁ ଆମକୁ ପ୍ରଭୁ ଦେଇଛି। ସେ ଆମେ ପାଠ ପଢିଥାଉ ନ ପଢିଥାଉ, ଆମେ କଳା ହେଇଥାଉ, ଗୋରା ହେଇଥାଉ, ଯେମିତି ଜାତିର ଲୋକ ହେଇଥାଉ, କିନ୍ତୁ ଈଶ୍ୱର ସମସ୍ତଙ୍କୁ ସମାନ ଭାବରେ ତିଆରି କରିছে। ପାଟି କରେ यार ଶୁଣ, ଈଶ୍ୱର ସମସ୍ତଙ୍କୁ, ମୋ କଥା ଶୁଣ, ଆରେ ଶୁଣ, ତ ଈଶ୍ୱର ଆମ ସମସ୍ତଙ୍କୁ ସେ ଭଲ ପାଏ।
ତ ଆମକୁ ଈଶ୍ୱରକୁ ବି ଭଲ ପାଇବାର ଅଛି, ଆମକୁ ତାଙ୍କୁ ସ୍ନେହ କରିବାର ଅଛି, ଖାଇଲା ବେଳେ ଶୋଇଲା ବେଳେ ବସିଲା ବେଳେ ପ୍ରାର୍ଥନା କରିବାର ଅଛି। ଯଦି ଆପଣମାନେ ପ୍ରାର୍ଥନା କରିବେ ଈଶ୍ୱର ଆପଣଙ୍କୁ ଭଲ ରଖିବ। ତମେ ବିଲକୁ ଯାଉଛ, ଜଙ୍ଗଲକୁ ଯାଉଛ, କେତେ ଭଲ ମନ୍ଦ ଅଛି, ଭଲରେ ଫେରିବ କି ନାହିଁ ଆମେ ଜାଣିନି, ରାସ୍ତାରେ ଯାଉଛୁ କେତେ କଣ ଅଛି, କିନ୍ତୁ ପ୍ରାର୍ଥନା କରିକି ଯିବା ହେ ପ୍ରଭୁ ଯୀଶୁ ଆମକୁ ଆଶୀର୍ବାଦ, ହେ ପ୍ରଭୁ ଯୀଶୁ ମୁଁ ଭଲରେ ଯାଉଛି ଭଲରେ ଆସିବି, ପ୍ରାର୍ଥନା କରିକି ଯିବା। ଲୋକମାନଙ୍କ ଘରେ ଖାଇବାର ନଥିଲା, ଲୋକମାନଙ୍କ ଘରେ ପିନ୍ଧିବାର ନଥିଲା, ଘର ନଥିଲା, ସେମାନେ ଆଜି ଈଶ୍ୱରକୁ ଯେତେବେଳେ ମାଗିଲେ ସେ ତାଙ୍କୁ ଦେଇଛନ୍ତି। ଆମେ ଠିକ ଲୋକକୁ ମାଗିଲେ ସିନା ଆମକୁ ଦେବ, ଆଉ ଅଲଗା ଜାଗାରେ ମାଗିଲେ ଖୋଲିରେ ବୁଝିବ କି? ତମେ ଏଠି ଧାନ ଯୋଉଠି ବୁଣିଥିବ ସେଇଠି ଯାଇକି ଧାନ କାଟିଯିବ ନା, ଆଉ ଧାନ ବିଲରେ ଯାଇକି କୋଉ ଗହମ କାଟିକି ହବ କି? ହବନି। ତ ଯୋଉ ଜାଗାରେ ତମେ ଯାହା ଲଗେଇଛ ସେଇ ଜାଗାରେ ସେଟା କାଟିଲେ, ତ ଆମେ ଠିକ ଜାଗାରେ, ଧର ଏଇ ରାସ୍ତାରେ ଗଲେ ତୁମେ ବଜାରକୁ ଯିବ, ଇଆଡେ ଗଲେ ବଜାରକୁ ଯିବ, ସିଧା ମଇଦାନ କରି ତାଲକଟା ଆଡେ ପଳେଇବ। ତ ସେମିତି ତମକୁ ଠିକ ରାସ୍ତାରେ ଯିବାକୁ ପଡିବ।